ଟକମକ ତାତିରେ ଫୁଟୁଛି ଗାଁରୁ ସହର, କଲବଲ କରୁଛି ଅସହ୍ୟ ତାତି। ଏପ୍ରିଲ 20 ତାରିଖ ଯାଏଁ ତାତିରୁ ମିଳିବନି ନିସ୍ତାର। ସ୍ୱାଭାବିକଠାରୁ 4ରୁ 6 ଡିଗ୍ରୀ ଯାଏଁ ବଢ଼ିପାରେ ତାପମାତ୍ରା। ଏଭଳି ଆକଳନ ସହ ଗ୍ରୀଷ୍ମ ପ୍ରବାହ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଛୁଇଁଥିବା ବେଳେ 18 ଓ 19 ତାରିଖ ବେଳକୁ କିଛି ସ୍ଥାନରେ ପାରଦ 45 ଡିଗ୍ରୀ ଛୁଇଁବାର ଆଶଙ୍କା ରହିଛି। ଏପ୍ରିଲ ତୃତୀୟ ସପ୍ତାହରେ ଦିନ ସହ ରାତିରେ ବି ହେଉଛି ଅସମ୍ଭାଳ ତାତି। ଉଷ୍ମ ଓ ଆର୍ଦ୍ର ପାଣିପାଗ ପାଇଁ ସ୍ଥିତି ସଙ୍ଗୀନ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା 20 ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ସ୍ୱାଭାବିକଠାରୁ 4ରୁ 6 ଡିଗ୍ରୀ ବଢ଼ିପାରେ ତାପମାତ୍ରା। 18-19 ତାରିଖରେ ଅଧିକ ଗ୍ରୀଷ୍ମ ପ୍ରବାହ ଚେତାବନୀ। ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ ଓ ମାଲକାନଗିରିରେ ପାରା 45 ଡିଗ୍ରୀ ଛୁଇଁପାରେ। ଗ୍ରୀଷ୍ମ ପ୍ରବାହ ପାଇଁ 19 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। 21 ଓ 22 ତାରିଖ ବେଳକୁ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା। ଆଜି ବି ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ କିମ୍ବା ତା ଉପରେ ରହିଛି। ଭୁବନେଶ୍ୱରରେ ଦିନ ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରିଛି। ପାଣିପାଗ ବିଭାଗର ଚେତାବନୀ ଅନୁସାରେ ଏଥର ଏପ୍ରିଲ ମାସରେ ସର୍ବାଧିକ ଦିନ ଗ୍ରୀଷ୍ମ ପ୍ରବାହ ହେବ। ଏପ୍ରିଲ ମାସରେ ସ୍ୱାଭାବିକ ଭାବେ 1ରୁ 3 ଦିନ ଗ୍ରୀଷ୍ମ ପ୍ରବାହ ହୋଇଥାଏ, କିନ୍ତୁ ଆଜି ସୁଦ୍ଧା 3 ଦିନ ଗ୍ରୀଷ୍ମ ପ୍ରବାହ ହୋଇସାରିଛି। ଆହୁରି 5 ଦିନ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରାଯାଇଛି। ତେଣୁ 7ରୁ 8 ଦିନ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପିକ୍ ଆୱାରରେ ନ ବାହାରିବା ଓ ଲମ୍ବା ବାଟ ଯାତ୍ରା କରୁଥିଲେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।